ଯିବା କ'ଣ କହିବା ଆଜ୍ଞା ଯେଉଁ ଆଦିତ୍ୟ ଭଗବାନ ଆଜି ଆମେ ଏଥରକ ଦ୍ୱିତୀୟ ବର୍ଷ ଇଏ ଭଗବାନ ଆଦିତ୍ୟ ସେବା ସମବାୟ ସମିତି ନୂଆଗାଁ ଗ୍ରାମ ପଞ୍ଚାୟତରେ ଯେଉଁ ମଣ୍ଡି ଆରମ୍ଭ ହୋଇଛି ବିଗତ ଦିନରେ ଆରମ୍ଭ ହୋଇଥିଲା ଏ ବର୍ଷ ଦ୍ୱିତୀୟ ବର୍ଷ ଯାହାକି ଆମେ ଚାଷୀମାନେ ନୂଆଗାଁ ଗ୍ରାମ ପଞ୍ଚାୟତ ଚାଷୀମାନେ ବିଗତ 10 କିଲୋମିଟର ଆମେ ଯାଉଥିଲୁ ବହୁତ ନାଇଁ ନଥିଲା ଅସୁବିଧାର ସମ୍ମୁଖୀନ ହେଉଥିଲୁ ଆଜି ଆମେ ଆମ ନିକଟସ୍ଥ ପଞ୍ଚାୟତରେ ଏବଂ ଆମ ଭଗବାନ ଆଦିତ୍ୟ ସେବା ସମବାୟ ସମିତିରେ ମଣ୍ଡିରେ ଧାନ ଦେଉଛୁ এবং ଏବେ ଯେଉଁ ନୂଆ ସରକାର ଆସିଛନ୍ତି ନୂଆ ସରକାର 3100 ଟଙ୍କା ଯେଉଁ ଧାନ ମୂଲ୍ୟ କରିଛନ୍ତି ଆମେ ଚାଷୀମାନେ ସବୁ ଉତ୍ସାହିତ ଏବଂ ଖୁସି ରହୁଛୁ ଯାହାକି ଆମ ଧାନ 3100 ଟଙ୍କାରେ ଯିବ ଏବଂ ଆମେ ସମସ୍ତେ ଖୁସି ରହୁଛୁ କି ଆମ ନୂଆଗାଁ ପଞ୍ଚାୟତରେ ମଣ୍ଡି ହେଇଛି ବିଗତ ଦିନରେ ଆମେ ଗୋପବନ୍ଧୁ ସେବା ସମବାୟ ଯାଉଥିଲୁ ସେଠି ବିଭିନ୍ନ ପ୍ରକାର ସମସ୍ୟା ହେଉଥିଲା ମାନେ ପାଖାପାଖି 2ଟା ପଞ୍ଚାୟତର ଚାଷୀ ରହୁଥିଲେ ଆମ ଧାନ ଉଠିବାରେ ବିଳମ୍ବ ହେଉଥିଲା କିନ୍ତୁ ଆମେ ଏଠି ନିକଟସ୍ଥ ଆଜି ପାଖାପାଖି ଆମେ 13 ଜଣ ଚାଷୀ ଆସିଛୁ 13 ଜଣ ଚାଷୀ ଆସି ଆମ ଧାନ ଆଜି ଆମେ ସମସ୍ତେ ମଣ୍ଡିକି ଦେବୁ ଯାହାଫଳରେ ଆମେ ସମସ୍ତେ ଉତ୍ସାହିତ सुभाष नारायण कहले